ଯୀଶୁଙ୍କ ମହିମା ସଦା ତାଙ୍କ କର ତାଙ୍କ ଆରାଧନା। ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ହିତୋପଦେଶ ପୁସ୍ତକ 6 ଅଧ୍ୟାୟର 16 ପଦରେ ଆମେ ଏହିପରି ପାଠ କରୁ, 6 ଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି, ସପ୍ତ ବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ। ପୃଥିବୀର ସବୁଠାରୁ ଜ୍ଞାନୀ ରାଜା ଦାଉଦଙ୍କ ପୁତ୍ର ସଲୋମନ ଈଶ୍ୱରଙ୍କର ନାଁ ପସନ୍ଦ କିମ୍ବା ଈଶ୍ୱର ଘୃଣା କରୁଥିବା ବିଷୟଗୁଡ଼ିକର ଏକ ସୂଚୀ ପ୍ରଦାନ କରନ୍ତି। ସେଗୁଡ଼ିକ ହେଲା ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଜିହ୍ବା ଓ ନିର୍ଦ୍ଦୋଷର ରକ୍ତପାତ କରିବା ହସ୍ତ, ଅନିଷ୍ଟ ଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣ, ମିଥ୍ୟା ସାକ୍ଷ୍ୟ, ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ। ଯଦି ଆମେ ଯତ୍ନପୂର୍ବକ ଲକ୍ଷ୍ୟ କରିବା, ଏଇଠାରେ ସଲୋମନ ମନୁଷ୍ୟର ବିଭିନ୍ନ ଅଙ୍ଗରେ କରୁଥିବା ବିଷୟଗୁଡ଼ିକ କହନ୍ତି। ସେଗୁଡ଼ିକ ହେଉଛି ଆମର ଚକ୍ଷୁ, ଜିହ୍ବା, ହସ୍ତ, ପାଦ ତଥା ହୃଦୟ ସମ୍ବନ୍ଧରେ କହନ୍ତି। ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଆମେ ଏଗୁଡ଼ିକୁ ବିଭିନ୍ନ ଭାଗରେ ଚିନ୍ତା କରିବା। ବାସ୍ତବରେ ଈଶ୍ୱର ଆପଣ ମହିମା ନିମନ୍ତେ ଏହି ସମସ୍ତ ଅଙ୍ଗ ମନୁଷ୍ୟକୁ ଦେଇଛନ୍ତି। ମାତ୍ର ଏହି ଅଙ୍ଗଗୁଡ଼ିକ ବ୍ୟବହାର କରି ମନୁଷ୍ୟ ଦୁଷ୍ଟତା ବା ପାପ କରିବାକୁ ଦୁଃସାହସ କରେ। ଗୀତ ସଂହିତା 45ରେ କୁହାଯାଇଛି ଯେ ଈଶ୍ୱର ଧର୍ମକୁ ପ୍ରେମ କରନ୍ତି ଓ ଦୁଷ୍ଟତାକୁ ଘୃଣା କରନ୍ତି। ସେ ଦୁଷ୍ଟତା ଓ ପାପକୁ ଘୃଣା କରନ୍ତି। ଏଥିପାଇଁ ମନୁଷ୍ୟ ନିଜର ଚକ୍ଷୁ, ଜିହ୍ବା, ହସ୍ତ, ପାଦ ଓ ହୃଦୟ ଦ୍ୱାରା ଯେଉଁ ଦୁଷ୍ଟତା ବା ପାପ କରିଅଛି ବା କରୁଅଛି ଓ ତାହା ତାହାର ଈଶ୍ୱରଙ୍କର ମଧ୍ୟରେ ଏକ ପ୍ରାଚୀର ସ୍ୱରୂପେ ଠିଆ ହୋଇଅଛି। ଏତଦ୍ୱାରା ଈଶ୍ୱର ମଣିଷର ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ପୁଣି ମନୁଷ୍ୟ ଈଶ୍ୱରଙ୍କର ସହଭାଗିତା ଓ ଆଶୀର୍ବାଦରୁ ଦୂରେଇ ଯାଇଛି। ଏହି ପ୍ରାଚୀରକୁ ଭଗ୍ନ କରିବା ନିମନ୍ତେ ଈଶ୍ୱର ଆପଣ ପ୍ରିୟ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଏହି ଜଗତକୁ ପ୍ରେରଣ କଲେ। ସେ ଧାର୍ମିକ ଓ ନିଷ୍କଳଙ୍କ ହୋଇ ସୁଦ୍ଧା କ୍ରୁଶରେ ଏକ ଶାପଗ୍ରସ୍ତ ମୃତ୍ୟୁ ଗ୍ରହଣ କଲେ। ପୁଣି ମୃତ୍ୟୁକୁ ତୃତୀୟ ଦିନରେ ଜୟ କରି ଜୀବିତ ହେଲେ। ଯିଏ କେହି ନିଜର ପାପ ସ୍ୱୀକାର କରି ପ୍ରଭୁ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରେ ଏବଂ ତାହାଙ୍କୁ ଗ୍ରହଣ କରେ, ସେ ପାପ କ୍ଷମା ପ୍ରାପ୍ତ ହୁଏ। ତାହାର ଓ ଈଶ୍ୱରଙ୍କ ମଧ୍ୟରେ ଥିବା ପ୍ରାଚୀର ଭଗ୍ନ ହୋଇଯାଏ। ଆଉ ସେ ଈଶ୍ୱରଙ୍କର ସନ୍ତାନ ହୋଇ ଈଶ୍ୱରଙ୍କ ଉପସ୍ଥିତିକୁ ଯିବାର ଯୋଗ୍ୟତା ପାଏ। ଆପଣ ମଧ୍ୟ ଯେପରି ଈଶ୍ୱରଙ୍କର ସହିତ ସଂଯୁକ୍ତ ହେବେ, ପୁଣି ଆଶୀର୍ବାଦ ପ୍ରାପ୍ତ ହେବେ। ତେଣୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାକୁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।